এই যে স্কুল ସବୁ ଛୁଆଙ୍କର ଦେଖି ଆସୁଛି ସେଇଥିପାଇଁ କିଏ ଜିଦି କରୁଛି ଆଉ ଏ ବା ଦେଖା ଶିଖା ଓଡିଶା ଆଉ ଏ ମମତା ହଁ ଆରେ ଘରେ କଣ କରୁଛ ରୋଷେଇ ଘରେ କବାଟା ବାଡଉଛି ଖୋଲିଲ ମୁଁ ରୋଷେଇ ଘରୁ ଆସିବି ତମେ କଣ ଏଉଠୁ କବାଟା ଖୋଲି ପାରିବନି ଓହୋ ମୁଁ ଏଠି ବସିଛି ତମେ ତ ହେଇ ଘରେ ଥିଲ ଟିକେ ଖୋଲିଦେଲେ ହଁ ପୁଅ ଆଇଲୁ ଆଧନ ନିଅ କବାଟ ଖାଇଛୁ ନାଇଁ କହିଲୁ କା ସାଙ୍ଗେ ଜଗାଜଗି କଲୁ ସ୍କୁଲରେ ନା ମରାମରି ନା କିଛି କମ୍ପ୍ଲେନ୍ ଆସିବନି ତ ଖାଇଛୁ ସବୁ ହଁ ତା ଟିଫିନ ଟା ଟିକେ ଚେକ୍ କଲ ଖାଇଛୁ ଆଉ ପାଣିଟା ସରି ପାଇଲାନି ହଁ ହଁ ଆଉ ମୁଁ ମାରି ଦଉଛି ନା ମୁଁ ଦେଖେ ଆଜି ନ ଖାଇଥିବ ଚିହ୍ନି ବଳିନା କିଏ ତମେ ତୁ ଖାଇଛୁ କାଇଁ ଖାଇଲୁ ସବୁଦିନ ଚୁଡ଼ା ସନ୍ତୁଳା କଣ ପାଇଁ ଖାଇ ଚୁଡାଟା ଦେହ ପାଇଁ ଭଲ ନା କଣ ଆଉ କଣ ଦେଇଥାନ୍ତି ଖାଇବାକୁ ମୁଁ ସକାଳେ କହିଥିଲି ମ୍ୟାଗି କରିବ ବୋଲି ମ୍ୟାଗି ଖାଉଛୁ ଆଉ ମ୍ୟାଗି ଏତେ ଖାନା ଏମିତି ଭଲ ମ୍ୟାଗି ବାପ ପୁଅ ଦି ଜଣଙ୍କୁ ଖାଲି ଖରା ଏଇ ସବୁ ଜିନିଷ ଭଲ ଲାଗୁଛି ଚୁଡା ସନ୍ତୁଳା ଭଲ ଲାଗୁନି ବାପା ଯେମିତି ବୁଦ୍ଧି ଦବ ପୁଅ ସେମିତିଆ ବୁଦ୍ଧିଆ କାଲି ଠାରୁ ଏଇଆକୁ ଦେବି ଖାଇଲେ ଖାଅ ଦି ଜଣ ନ ଖାଇଲେ ନାହିଁ ଦେଖୁଛ ଖାଇନି ଚୁଡା ସନ୍ତୁଳା ତମଠୁ ଶିଖିଛି ମ୍ୟାଗି ଖାଇବ ଚାଉମିନ ଖାଇବ ଏଇଟା ସବୁ ଭଲ ଏଇଠି ବସ ଏଇ ଶୁଣୁ ମାମା ତୋ ଉପରେ ଯୋଉ ରାଗୁଛି କାହିଁ ରାଗୁଛି ହଁ ଯୋଉ ଚୁଡା ସନ୍ତୁଳା କରିକି ଦେଇଥିଲା ସେଟା କଣ ଖରାପ ଜିନିଷ କହିଲୁ ସେ ରାତି ଅଧରୁ ଉଠୁଛି ହେଲା ରାତି ଅଧରୁ ଉଠିକି ନେଇ ଆମକୁ ଚା କରିକି ଦେ ତୋର ଟିଫିନ ରେଡି କରିକି ତତେ ସ୍କୁଲ ପଠଉଛି ହଁ ତୁ ଯାହା ଦବ ତୁ ଖାଇବୁ ମୋ ସାଙ୍ଗମାନେ ମ୍ୟାଗି କରିକି ଆଣୁଛନ୍ତି ଅଣ୍ଡା ଚପ ଚାଉମିନ ଓହୋ ସାଙ୍ଗମାନେ ଯାହା ଖାଇବେ ତୁ ସାଙ୍ଗମାନଙ୍କୁ ଜମା ଦେଖିବୁନି ହଁ କହିଲୁ ମା କେତେ କଷ୍ଟ କରିକି ଦଉଛି ତାପରେ ଆମ ଧନ୍ଦା ବୁଝୁଛି ସବୁ କିଛି କଲା ପରେ ତୁ ଯଦି ନ ଖାଇବୁ ତା ମନରେ କେତେ କଷ୍ଟ ହବ କହିଲୁ ବୁଝୁଛି ଶୁଣୁ ଜମା ସେ ଭୁଲ କରିବୁନି ସବୁବେଳେ ଯାହା ଦବ ଖାଇଦବୁ ଘର ଜିନିଷ ହଉଛି ଭଲ ବୁଝିଲୁ ସେ ବାହାର ଜିନିଷ ମ୍ୟାଗି ଇପି ଏଥର ବେମାରୀ ଦୁନିଆ ମୋ ସାଙ୍ଗମାନେ କହୁଛନ୍ତି ତୋ ମା ଏମିତି କରି ଖାଇବାକୁ ଦଉଛି ଓହୋ ସାଙ୍ଗମାନେ କୁହନ୍ତୁ ସାଙ୍ଗମାନେ ଅଇକା ତୋ ଦେହ ଖରାପ ହେଲେ ସେଇ ସାଙ୍ଗମାନଙ୍କ ମା ଆସି ଏଠି କରିବ ନା ତୋ ମା କରିବ ସାର୍ ମ୍ୟାମଙ୍କ ଆଗରେ ବେଜିତ କରିଦଉଛନ୍ତି ତୁ ଏଥର କଣ କରିବୁ କହିଲୁ ଟିଫିନ ଟାଇମରେ ତୁ ଅଲଗା ହେଇଯିବୁ ଅଲଗା ହେଇକି ବସିକି ଆମର ଦେଶୀ ଜିନିଷ ଘର ଜିନିଷ ଖାଇବୁ ହେଲା ସେ ମ୍ୟାଗି ଇପିରେ କିଛି ରଖାଏ ହେଲା ଆମର ଭୁଲ ହେଇଯାଇଛି ହଁ ହଁ ଶୁଣୁ ମତେ ଭୁଲ ମାଗେ ନା ସେ ମା ଗେରେ ଗେରେ ହଉଥିଲା ଯା ମାକୁ ଟିକେ ଭୁଲ ମାଗିଦବୁ ଯା ମା ମୋର ଭୁଲ ହେଇଯାଇଛି ହଁ ଭୁଲଟା ଆଜି ପାଇଁକା ପୁଣି କାଲିକି ସେଠୁ ସେଇଆ ଛାଡି ଆସିବୁ ଦି ଦିନ ଖାଇବୁ ଚୁଡା ସନ୍ତୁଳା ନାଇଁ କାଲିଠୁ ଖାଇବୁ ତ ହଁ ତୁ ଖାଇବୁ ତୋ ଦେହ ପାଇଁକା ମୋର କିଛି ହେଇଯାଉନି କରି ଧରିକି ଦିଅ ବାପ ପୁଅଙ୍କ ଯେତେ ରଙ୍ଗ ଛି ଯା ସେ ଘରକୁ ଯା ମୁଁ ଆଉ କଣ ବନାଏ ରୋଷେଇ ମମତା ମମତା ହଁ କଣ ହେଲା ଶୁଣିଲ ଟିକେ କାମ କରିବି ନା ଖାଲି ଇଏ କରିବି ତମେ ସେ ଛୁଆଟାକୁ ଏତେ ଜୋର ମୋ ଆଗରେ ପାଟି କରିବା କଥା ଆଉ କଣ କରିଥାନ୍ତି ଚିଲାଚିଲି ଜମା କରିବନି ସିଏ ଗୋଟେ ଛୋଟ ଛୁଆ ତାକୁ ସବୁବେଳେ ବୁଝେଇକି କହିଲେ ସିଏ ବୁଝିବ ଆଉ ଗୋଟେ କଥା ତମେ ତାକୁ ସେଇ ସବୁଦିନ ସେଇ ଚୁଡା ସନ୍ତୁଳା ଦେଲେ ତାର ବି ଗୋଟେ ମନ ଭାଙ୍ଗି ଯାଉଛି ଓହୋ ଖାଲି କଣ ଆଉ କିଛି ନାହିଁ ଚୁଡା ସନ୍ତୁଳା ଛଡା କେତେବେଳେ ଟିକେ ସିମେଇ କରିଦବ କେତେବେଳେ ଟିକେ ସୁଜି ଉପମା କରିଦବ ଏମିତି ଟିକେ ଭେରାଇଟି ଚେଞ୍ଜ କରିକି ଦେଲେ ତାର ବି ଟିକେ ମନ ଲାଗନ୍ତା ନାଇଁ ମା ଆମର ସବୁ କିଛି ଇଏ କରି ଦଉଛି ମୁଁ ମାନୁଛି ତମର ଘରେ କାମରେ ତମକୁ ବହୁତ କଷ୍ଟ ହଉଛି ତାପରେ ବି ତମ ଛୁଆଟାକୁ ତ ପୁଣି ଦେଖିବାକୁ ପଡିବ ଏମିତି ଯଦି ଆମେ ଚିଲାଚିଲି କରିବା ତା ଆଗରେ ସିଏ ଆମ ଠାରୁ କଣ ଶିଖିବ ମୁଁ କଣ କରିଥାନ୍ତି ଯେ ଗୋଟେ ପିଲା ଖାଇବନି ମତେ କଷ୍ଟ ହଉନି ମୁଁ ରାଗିରେ ତମେ ବି ଯେମିତି ସିଏ ବି ସେମିତି ସେଇ କଥା ଯୋଉ ଆଗେ ତା ଆଗରେ କହିଲ ସିଏ କଣ ଭାବିବ ସିଏ ଭାବିବ ବାପ ତ ଏମିତିଆ ମୁଁ ମୋର ବି ଏମିତି ହେଇକି ଚଳିବି ତ ତମେ ସେଇ ହିସାବରେ ବୁଝେଇ ବାଝେଇ ତାକୁ ଟିକେ ବୁଝେଇ ଏଇ ମୁଁ ତାକୁ ବୁଝେଇ ଦେଲି ବୋଲି ସେ ଯାଇ ତମକୁ ଭୁଲ ମାଗିଲା ରାଗ ହେଲେ ଘରେ ଏତେ କାମ କରିବି ରାଗ ହବନି ଛୁଆ ନ ଖାଇଲେ ହଁ ଆସ ଖୋଲା ଅଛି ରେ ସାଙ୍ଗ ଆରେ କଣ ତମେ ଏ ପର୍ଯ୍ୟନ୍ତ ରେଡି ହେଇନ ଟିକେ ବସିଲ ସେଠି ବସ ଆସ ସାଙ୍ଗ ବସିଲ ଏଠି ବସ ନା ବସ କଣ ତମେ ଏମିତି କଣ ପାଟିତୁଣ୍ଡ ଶୁଭୁଛି ଆମେ 10 ମିନିଟ୍ ହେଲାଣି ବାହାରେ ଠିଆ ହେଇ ନାଇଁ ମୋ ସାଙ୍ଗ ପାଟିତୁଣ୍ଡ କଣ ସେ ଗୁଲିଟା ଆମର ଯୋଉ ଟିଫିନ ନେଇକି ଯାଉଛି ଗୁଲି କୁଆଡେ ହେଲା ଗୁଲି ସ୍କୁଲ ଯାଇନି କି ହଁ ସ୍କୁଲରୁ ଆସିଲାଣି ସେ ଘରେ ଖେଳୁଛି ସେ ଦୁଷ୍ଟ ହଉଛି ବୋଧେ ନା ମ ଦୁଷ୍ଟ ନୁହଁ
ସେ ଟିଫିନ ଯୋଉ ନେଇକି ଯାଉଛି ବୁଲିକିରେ ଆସ ନମସ୍କାର କରିଦବୁ। ସେ ଟିଫିନ ଟା ଯୋଉ ନେଇକି ଯାଉଛି ଖାଇବା ଟିଫିନ ସେ ସବୁବେଳେ ସେଇ ଚୁଡ଼ା ସନ୍ତୁଳା ଦେଇଦେଲା ବେଳକୁ ତା ପାଟିକି ଟିକେ ରୁଚୁନି ଆଉ ସାଙ୍ଗସାଥି ଅଲଗା ଅଲଗା ସବୁ ଆଣୁଛନ୍ତି ସେଇପାଇଁ ଆମେ ଟିକେ ଇଏ ହଉଥିଲା ତାକୁ ଟିକେ ଇଆଡୁ ସିଆଡୁ କହିଦେଲେ ମୋ ଆଗରେ ମୁଁ ଗୋଟେ ଘରେ ଅଛି ମୋ ଆଗରେ କହିଦେଲେ ତାକୁ ଟିକେ ଖରାପ ଲାଗିବ ବଡ ହେଲାଣି ଛୁଆଟା ଆଉ ଖାଉନି ଜମା କହୁଛି ଘର ଖାଇବା ଖାଇବିନି ସ୍କୁଲ ସାଙ୍ଗମାନେ ବାହାର ଖାଇବା ଆଣୁଛନ୍ତି ମୁଁ ସେଗୁରାକ ଖାଇବି ବାସି ଖାଇବ ସଜ ଖାଇବ ସେମାନଙ୍କ ସାଙ୍ଗରେ ମିଶିକି କଣ ତୁ ଘର ଖାଦ୍ୟ ଖାଉନୁ ନା ଆଉ ଘର ଖାଦ୍ୟ ଖାଇବୁ ନା ଆଉ ମା ଯାହା ଦେବେ ରୋଷେଇ କରିକି ସେଇଆକୁ ଖାଇବୁ ଆଉ ସବୁବେଳେ ତୁ ସେ ମ୍ୟାଗି ହେରିକା ଖାଇବାକୁ ପସନ୍ଦ କରୁଛୁ ବୋଧେ ଏ ବାବା ମ୍ୟାଗି ଗୁଡା ସେଗୁଡା ସବୁ ଖାଇଲେ ଦେହ ଖରାପ ହବ ଏଗୁଡା ସିନା ପାଟିକି ସ୍ୱାଦ କିନ୍ତୁ ବା ଦେହକୁ ଖରାପ ଡକ୍ଟର ମାନେ ମନା କରୁନାହାନ୍ତି ଯେତେବେଳେ ତୁ ଡକ୍ଟରଙ୍କ ପାଖକୁ ଯାଉଛୁ ଡକ୍ଟର ମାନେ ମନା କରୁନାହାନ୍ତି କି ନାଇଁ ବାହାର ଖାଦ୍ୟ କିଛି ଦବନି ତାକୁ ଘରୋଇ ଖାଦ୍ୟ ଦବ ଚୁଡ଼ା ସନ୍ତୁଳା ଦବ ସୁଜି ଦବ ଉପମା ଦବ କହୁଛନ୍ତି ନା ନାଇଁ ଆଉ ତାଙ୍କ କଥା ମାନିବୁ ନା ଆଉ ସେଥିପାଇଁ ମା ତତେ ସବୁଦିନ ଘରୋଇ ଖାଦ୍ୟ ଦଉଛନ୍ତି ନାଇଁ ନାଇଁ ସିଏ ଏତେ ଜିଦି କରେନି ମ ଏଇ ଯୋଉ ସ୍କୁଲରୁ ସବୁ ଛୁଆଙ୍କର ଦେଖି ଆସୁଛି ସେଇଥିପାଇଁ ସିଏ ଜିଦି କରୁଛି ଆଉ ଏ ବା ଦେଖା ଶିଖା ଓଡିଶା ଆଉ ଛୋଟ ଛୁଆଟା ମାନେ ବି ଅଲଗା ପ୍ୟାରେଣ୍ଟସ୍ ମାନେ ଏ ଯୋଉ ଚାଉମିନ କି ବିରିୟାନୀ ରାତିର ବାସି ଖାଇବା ପୁରେଇ ଦଉଛ ଛୁଆ ଗୁଡାକ ଛୁଆ ମନ ଦେଖିଲେ ତାଙ୍କର କଣ ହବ ତେଣୁକରି ପ୍ୟାରେଣ୍ଟସ୍ ମାନେ ବି ବୁଝିବା ଦରକାର କି ଭଲ ଖାଇବା ବନେଇକି ଦେଲେ 5 ଜଣ ପିଲା ବି ସେଇ ଖାଇବା ଧରିକି ଆସନ୍ତେ ବୁଲି ଯା ରେଡି ହବ ଆମେ ଯିବା ବା ପୁଣି ବୁଲିବାକୁ ନନ୍ଦନକାନନ ସାଙ୍ଗ ତମେ ପୁରା ରେଡି ଘରୁ ପଳେଇ ଆସିଛ ଆଉ ତମକୁ ଗୋଟେ କଥା କହୁଛି ଶୁଣ ଯେତେବେଳେ ଛୋଟ ଛୁଆ ଅଛନ୍ତି ତମେ ତାଙ୍କୁ ବୁଝେଇ ସୁଝେଇ କହିବ ତାଙ୍କ ଉପରେ କେତେବେଳେ ରିଜିଡ ହେଇକି ଚିଡଚିଡି ହେଇକି ତାଙ୍କୁ କହିବନି ଆମେ ଯେତେବେଳେ ବଡ ଲୋକମାନେ ସବୁ ଅଛେ ଆମେ ତାକୁ ରିଜିଡ ହେଇକି କହିବା ସେମାନେ ଆମ ଠାରୁ କଣ ଶିଖିବେ ସେମାନେ ଆମ ଠାରୁ କୋଉ ବ୍ୟବହାର ଶିଖିବେ ସେଇ କଥା ହିଁ ମୁଁ ତାଙ୍କୁ ବୁଝଉଥିଲି ବୁଝିହଉଛି ଭାଉଜ ତମେ ଏଇଟା ସବୁବେଳେ ମନେ ରଖିଥା ଛୋଟ ଛୁଆଙ୍କୁ କେତେବେଳେ ତାଙ୍କୁ ଚିଡି ହେଇ କେତେବେଳେ କହିବନି ଏମିତି ଫୋପାଡ଼ିଲା ଭଳିଆ କଥାବାର୍ତ୍ତା କରିବନି ହେଲେ ସେମାନେ ତାଙ୍କ ଉପରେ ସେ ଗୋଟେ ଖରାପ ପ୍ରଭାବ ପଡିବ ସେମାନେ ଦେଖିଥିବେ ମୋ ମା ତ ଏମିତି ବ୍ୟବହାର କରୁଛି ବାପାଙ୍କୁ ଆଉ ବେଳେ ବେଳେ ସିଏ ବି କେତେବେଳେ ବାପାଙ୍କୁ ସେମିତି ବ୍ୟବହାର କରିଦବ କେତେବେଳେ ବାପା କେତେବେଳେ ଗୋଟେ ବୋଲଟେ କହିବେ କରିବାକୁ କହିବ ନାଇଁ ନାଇଁ ମୁଁ ଦେଇପାରିବିନି ଆଉ ଖାଉନି ବୋଲି ଇଏ ମତେ ରାଗ ସକାଳୁ ଉଠ ଘର କାମ ସାର ତାକୁ ଟିଫିନ ବନାଅ ରାଗ ଲାଗିବନି ସେଇଥିପାଇଁ ନା ଟିକେ ଛୁଆଙ୍କୁ ଗାଳି ନ କଲେ ସେ ଭାଉଜ ଆମ କଥା ଟିକେ ଶୁଣ ଏଇଟା କଣ ଖାଲି ତୁମ ଘରେ ଘଟୁଛି ନା ମୋ ଘରେ ଘଟୁଛି ଏଇଟା ସବୁ ଫ୍ୟାମିଲିରେ ଘଟୁଛି ସବୁ ପ୍ୟାରେଣ୍ଟସ୍ ମାନଙ୍କର ସେଇ ଗୋଟିଏ ସମସ୍ୟା ସେମାନେ ସବୁ କଷ୍ଟ କରିବେ ପିଲା ଖାଇବେନି ପିଲା ଛାଡିକି ଆସିବେ ପୁଣି ଘରେ ଏମାନେ ରାଉ ହେଲେ ସେ ସମସ୍ୟାର କଣ ସମାଧାନ ହବ ଆମେ ଛୋଟ ଛୁଆଙ୍କୁ ଯେତେ ବୁଝେଇ କହିବା ତାହେଲେ ସେ ଛୁଆ ବୁଝିବେ ଆଜି ବୁଝୁନାହାନ୍ତି କାଲି ବୁଝିବେ ଥରକୁ ଦିଥର କହିଲେ ହିଁ ସେମାନେ ବୁଝିବେ ମନେ ରଖିବେ ତେଣୁ କେତେବେଳେ ବି ତମେ ରିଜିଡ ହବନି ମୁଁ ଆମ ଘରେ ସବୁବେଳେ ରିନିକି କୁହେ ସେଇ କଥା ଛୁଆଙ୍କୁ କେତେବେଳେ ତମେ ରିଜିଡ ହେଇକି ଚିଡଚିଡି ହେଇକି ତମେ ଫୋପାଡ଼ିଲା ଭଳିଆ କଥାବାର୍ତ୍ତା କରିବନି ତମେ ଯାହା ମାନେ ତାକୁ କହିବ ଯୋଉ କଥାରେ କୁହନ୍ତିନି ଦେଇଥିଲେ ପାଇ ତମେ ଯଦି ଭଲ ବ୍ୟବହାର କରିବ ସେମାନେ ଭଲ ବ୍ୟବହାର ଶିଖିବେ ସେମାନେ ହିଁ ଭଲ ବ୍ୟବହାର କରିବେ ହଉ ସାଙ୍ଗ ଚାଲ ଆମ ଡେରି ହେଇଯିବ ପୁଣି ସିଆଡେ ବୁଲାବୁଲି କରିକି ଆଇଲା ଆଉ ଶୀତ ଦିନ ସନ୍ଧ୍ୟା ହେଇଯିବ ଆଉ ଜଲ୍ଦି ବାହାର ଆମେ ପଳେଇବା ହଉ ଚାଲ ସବୁ ଯୋଉ ପ୍ୟାରେଣ୍ଟସ୍ ମାନେ ଦେଖୁଛନ୍ତି ତାଙ୍କୁ ତାଙ୍କୁ ଟିକେ ଏଇଟା ଜଣେଇ ଦିଅ ଦେଖନ୍ତୁ ମୁଁ ତ ଶିଖିଲି ବା ବୁଝିଲି ଯାହା ବି ଭାଇ ମତେ ବୁଝେଇଲେ ଆପଣ ମାନେ ବି ଛୁଆଙ୍କୁ ଆଗରେ ଗାଳି କରିବେନି ବା ଛୁଆଙ୍କ ଆଗରେ ବଡ ଜୋରେ କଥା କହିବେନି ଯାହା ଆମେ ଛୁଆଙ୍କୁ ଶିଖେଇବା ଛୁଆ ସେଇଟା ହିଁ କହିବେ ଆଉ ରହିଲା ଟିଫିନ କଥା ମୋର ସବୁ ପ୍ୟାରେଣ୍ଟସ୍ କୁ ଅନୁରୋଧ କି ଘରେ ଖାଇବା ଦେଶୀ ଖାଇବା ବନେଇକି ଛୁଆଙ୍କୁ ଦିଅନ୍ତୁ ଯଦି ସ୍କୁଲରେ 15ଟା ପିଲା ଅଛନ୍ତି ଗୋଟେ ପିଲା ଯଦି ବିରିୟାନୀ ଆଣିବ ସେ 14ଟା ପିଲାଙ୍କର ଖାଇବାକୁ ଇଚ୍ଛା ହବନି ସେ ଆମେ ବି ଖାଆନ୍ତୁ ତେଣୁକରି ଭଲ ଖାଇବା ଦିଅନ୍ତୁ ଆପଣଙ୍କ ଛୁଆ ଭଲ ଖାଇଲେ ଆମ ଛୁଆ ବି ଭଲସେ ହିଁ ଖାଇବା ଖାଇବାକୁ କହିବ ଭାବୁଛି ଆପଣ ମାନେ ବି ଭିଡିଓ ଦେଖି ବୁଝିପାରୁଥିବେ ଆମେ କଣ ଆପଣମାନଙ୍କୁ ବୁଝିବାକୁ ଚାହୁଁଛୁ ରହିଲୁ ଜୟ ଜଗନ୍ନାଥ।